କାହାଣୀ ଦିଆଯାଉଛି ଯାହାରେ ଏକ ନେରେଟର ବାଲା ଓ ମଜା ହେଉଛି କିଶନର କଥା। ଗାଁରେ ଏକ ଛୋଟ ଛାତ୍ର ଥିଲେ ଯାହାର ନାମ କିଶନ। କିଶନ ଏକ ବହୁତ ସେଲ୍ଫ ମେଡ୍ ବାଲା ଥିଲା। ଏହାର ସପନା ଥିଲା ଆପଣଙ୍କୁ ସେ ସମୟରେ ଏକ ପ୍ରଭାବଶାଳୀ ନେରେଟର ବନ୍ଦେ। ସେ ନିଜ ଉପାୟରେ ପ୍ରତିଦିନ ନୂତନ ଆବିଷ୍କାର ଓ ନୂତନ ପ୍ରବୃତ୍ତି ଶିଖାଇଥିଲେ। କିଶନ ତାଙ୍କର ପ୍ରତିଦିନ ଅନୁସରଣ କରୁଥିବା କାର୍ଯ୍ୟ ଏକ ନୂତନ ଦିଗକୁ ଧ୍ୟାନ ଦେଖାଯାଇଥିଲା। ସେ ପ୍ରତିଦିନ ଏକ ପ୍ରକୃତ ସମସ୍ୟା ସହିତ ଯୁଝୁଥିଲେ ଓ ତାହାର ସମାଧାନ ଖୋଜୁଥିଲେ। ଏହି ସମୟରେ ସେ ନିଜ ପାଇଁ କିଛି ସ୍ୱାଧୀନ ପ୍ରତିଷ୍ଠା କରିଥିଲେ ଓ ତାଙ୍କର ଆଧାରରେ ନୂତନ ପ୍ରକୃତ ସମସ୍ୟାର ସମାଧାନ ତିଆରି କରୁଥିଲେ। କିଶନ ଏହାର ପ୍ରଥମ ଦିନରେ ମଜା ଏବଂ ସେ ତାଙ୍କର ସ୍ପେସିଫିକ୍ ଲକ୍ଷ୍ୟକୁ ସେଇବେଳେ ଅଛି। ସେ ଏକ ନେରେଟର ସେଇ ମହତ୍ତ୍ୱ ସମୟରେ ଅନ୍ୟ ସହ ଅନ୍ୟ ସ୍ଥାନରେ କିଛି ପ୍ରସଙ୍ଗ ଦେଖାଇଥିଲେ।